ଅନୁଷ୍ଠିତ ହୋଇଛି ଚକ୍ଷୁ ଚିକିତ୍ସା ଶିବିର। ନିମାପଡ଼ା ଅଞ୍ଚଳରେ ମାଗଣାରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ନିଆଗରଡ଼ା ଗ୍ରାମର କମ୍ୟୁନିଟି ସେଣ୍ଟରଠାରେ ବିଷ୍ଣୁପ୍ରିୟା ଗ୍ରୁପର ଅଧ୍ୟକ୍ଷ ମାନସ ଦାସଙ୍କ ଅଧ୍ୟକ୍ଷତାରେ ଭାରତ ହ୍ୟୁମାନ ରାଇଟ୍ସ ରାଜ୍ୟ ମହିଳା କାଉନସିଲର ସଭାନେତ୍ରୀ ଶୁଭଲକ୍ଷ୍ମୀ ସାମନ୍ତରାୟ, ସମାଜସେବୀ ମାମାଲି ଜେନାମଣି, ସମାଜସେବୀ ପ୍ରବୋଧ କୁମାର ପରିଡ଼ାଙ୍କ ସହଯୋଗରେ ଜେପିଏମ୍ ରୋଟାରୀ କ୍ଲବ କଟକର ଚକ୍ଷୁ ଚିକିତ୍ସାଳୟ ଓ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ର କ୍ୟାମ୍ପ ଅଫିସର ବିବେକାନନ୍ଦ ଦଳାଇ, ଡାକ୍ତର ରାଜଲକ୍ଷ୍ମୀ ସାହୁ, ପ୍ରସଞ୍ଜିତ ମହାନ୍ତି, ଡଲି ବାରିକ ଓ ଦିବ୍ୟ ବେହେରା ପ୍ରମୁଖ ଚକ୍ଷୁ ରୋଗୀମାନଙ୍କର ଚକ୍ଷୁ ପରୀକ୍ଷା କରିବା ସହିତ ଚକ୍ଷୁ ଅପରେସନ ନିମନ୍ତେ 10ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ କଟକ ନେବା ସହିତ ସୁସ୍ଥ ହେବା ପରେ ପୁନଶ୍ଚ ଆଣି ଘରେ ଛାଡ଼ିବା ପାଇଁ ବ୍ୟବସ୍ଥା କରିଛନ୍ତି। ବିଷ୍ଣୁପ୍ରିୟା ଗ୍ରୁପର ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି। ବିଷ୍ଣୁପ୍ରିୟା ଗ୍ରୁପର ଫାଉଣ୍ଡର ଆଉ BHRCର ଜଣେ କାର୍ଯ୍ୟକାରୀ ମେମ୍ବର। ତ ଆମର ଏଇ ଯେଉଁ ନିଆଗରଡ଼ା ଗ୍ରାମରେ ଆପଣ ଏଭଳି ଚକ୍ଷୁ ଚିକିତ୍ସା ଶିବିର କରିବା ପାଇଁ କ'ଣ ପାଇଁ ଆପଣ ଏତେ ଉତ୍ସାହ କଲେ ଏବଂ କାର୍ଯ୍ୟକ୍ରମ? ବିଷ୍ଣୁପ୍ରିୟା ଗ୍ରୁପ ଦୀର୍ଘ 2 ବର୍ଷ ହେଲାଣି ଲୋକମାନଙ୍କ ସେବାରେ ରହିଅଛି। ଆଗକୁ ଆମେ ଆହୁରି ଲୋକଙ୍କର ସାହାଯ୍ୟ ସହଯୋଗ ମିଳିଲେ, ଆପଣମାନଙ୍କ ସାହାଯ୍ୟ ସହଯୋଗ ମିଳିଲେ ଆହୁରି ଆଗକୁ ଲୋକଙ୍କ ସେବାରେ ବିଭିନ୍ନ କାର୍ଯ୍ୟକ୍ରମ ମାନେ ଆଣିବୁ। ଏହା ଆମର ଦୀର୍ଘ 2 ବର୍ଷ ହେଲାଣି ଚାଲିଛି, ଆଗକୁ ମଧ୍ୟ ଜାରି ରହିବ। ଆଜି କେତେ ରୋଗୀ ଗଲେଣି ଆଉ କେତେ ରୋଗୀ ଆସିବେ ବୋଲି ଆପଣ ଆଶା ରଖିଛନ୍ତି? ଏଠାରେ 60-70 ଜଣ ଖଣ୍ଡେ ରୋଗୀ ଗଲେଣି, ଆହୁରି ଆସିବେ ବୋଲି ଆଶା କରାଯାଇଛି। ଲୋକଙ୍କ ଭିଡ଼ ଜାଣିଛି, ଲୋକଙ୍କ ଉତ୍ସାହ ବି ଅଛି। ମୋ ନାଁ ଭାଗୀରଥୀ ବେହେରା, ଆମ ଘର ହଂସପଡ଼ା, ପଞ୍ଚାୟତ ଚଅଁରପଦା। ମୁଁ ଆସିଲି, ଆଖି ମୋର ପରୀକ୍ଷା କଲେ, କହିଲେ ଯେ ମୋତିଆବିନ୍ଦୁ ତୁମର ହେଇଛି, ଅପରେସନ୍ ହେବାକୁ ଯିବାକୁ ପଡ଼ିବ। ମୁଁ ଆଜି ଅପରେସନ୍ ହେବାକୁ ଯିବି ଆଉ। ତମର ଖୁସି ଲାଗୁଛି ମୋତେ, ପାଖରେ ହେଇଛି। ଆମେ ତ ଗରିବ ଲୋକ ନା। ଆପଣ କେତେ ଖୁସି ଅଛନ୍ତି? ବହୁତ ଖୁସି ଅଛୁ ଆମେ। ଆପଣ ଚାହୁଁଛନ୍ତି ଆଉ ଜାଗାରେ ସବୁ ଜାଗାରେ ଏମିତି ହଉ? ହଁ, ଏମିତି ହେଲେ ଆମେ ଗରିବ ଲୋକମାନେ ଫ୍ୟାସିଲିଟି ପାଇବେ। ମୁଁ ଯେ ସମସ୍ତେ ଆସନ୍ତୁ, କୋଅପରେଟ୍ କରନ୍ତୁ ଏବଂ ଆସି ଆଖି ପରୀକ୍ଷା କରନ୍ତୁ। ଆମର ଗରିବ ଲୋକମାନେ ସମସ୍ତେ ଉପକୃତ ହୁଅନ୍ତୁ। ଧନ୍ୟବାଦ। ମୋ ନାଁ ମାମାଲି ଜେନାମଣି। ବହୁତ ହି ଖୁସି ଲାଗୁଛି ଆଉ ବହୁତ ହି ଭଲ କାମ ହେଉଛି। କେତେ ଲୋକ ବି ଏମିତି ବି ଅଛନ୍ତି ସେମାନେ ଅଫୋର୍ଡ କରିପାରିବେନି ଯାଇକି ଚେକ୍ କରିବାକୁ କି ଟେଷ୍ଟ ବଗେରା, ତାଠାରୁ ଭଲ ଲାଗୁଛି। ବହୁତ ଭଲ ପରିବେଶ ଗୋଟେ ସୃଷ୍ଟି ହେଇଛି। ମୋ ନାଁ ହେଉଛି ପ୍ରବୋଧ କୁମାର ପରିଡ଼ା। ମୁଁ ଆଡ଼ିସନାଲ୍ ପିପି ନିମାପଡ଼ା କୋର୍ଟରେ। ଏଇଠି ହେଉଛି ମୋର ଗାଁ ନିଆଗରଡ଼ା, ନିମାପଡ଼ା, ପୁରୀ। ଆଜି ଆମର ରୋଟାରୀ କ୍ଲବ କଟକ ଆନୁକୂଲ୍ୟରେ ଏବଂ ତାଙ୍କୁ ସହଯୋଗ କରୁଛନ୍ତି ଗୋଟେ ଭାରତୀୟ ହ୍ୟୁମାନ୍ ରାଇଟ୍ସ କାଉନସିଲ ଏବଂ ବିଷ୍ଣୁପ୍ରିୟା ଗ୍ରୁପ। ଏମାନଙ୍କର ସହଯୋଗରେ ଆମ ଛକରେ ଆଜି ଗୋଟେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାୟ ଆମମାନଙ୍କର ଗାଁର ଯୁବକମାନେ ସହଯୋଗ କରୁଛନ୍ତି, ଲୋକାଲ ଲୋକମାନେ ସହଯୋଗ କରୁଛନ୍ତି। 70ରୁ ଅଧିକା ମାନେ ପେସେଣ୍ଟ ଆସି ଦେଖେଇ ଗଲେଣି ଏବଂ ସୁନ୍ଦର ବ୍ୟବସ୍ଥା କରାଯାଇଛି ସବୁ ଦୃଷ୍ଟିରୁ ଏବଂ ଆୟୋଜକମାନେ ମଧ୍ୟ ଏଠି ଉପସ୍ଥିତ ଅଛନ୍ତି। ଆମେ ବି ଆୟୋଜକମାନଙ୍କୁ ଧନ୍ୟବାଦ ଦେଉଛୁ। ଆମ ଅଞ୍ଚଳର ଏଇ ଯେଉଁମାନଙ୍କର ଆଖିରେ ମୋତିଆବିନ୍ଦୁ ଅଛି ଏବଂ ମାଗଣା ଯେଉଁ ଚକ୍ଷୁ ଚିକିତ୍ସା ଏବଂ ଚଷମା ସବୁ ପ୍ରଦାନ କରିବା ପାଇଁ କହୁଛନ୍ତି ଏବଂ ଯେଉଁ ମାଗଣା ସୁବିଧା ପାଇଁ ଆମେ ସେମାନଙ୍କୁ ମଧ୍ୟ ଆମ ଏରିଆ ତରଫରୁ, ଆମ ଗ୍ରାମ ତରଫରୁ ତାଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରୁଛୁ। ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ, ସମ୍ଭବ ଟାଇମ୍ସ।